प्रजहाति जद कामन् सर्वान् पार्थ मनोगतानां आत्मनैव्यात्माना दुष्टा स्थितप्रज्ञस्तदोच्यते। श्री भगवान कहिले, हे पृथानंदन, जेतेबेले साधक मनोगत समस्त कामना को पूर्ण रूपे त्याग करिदिए एवं निज द्वारा निज थारे संतुष्ट रुहे सेतेबेले ताकू स्थित प्रज्ञ कुहाଯାଏ। ଏହି ପଦମାନଙ୍କର ତାତ୍ପର୍ଯ୍ୟ ହେଲା, କାମନା ସ୍ୱୟଂରେ ନାହିଁ କି ମନରେ ମଧ୍ୟ ନାହିଁ। କାମନା ଆସେ ଓ ଚାଲିଯାଏ, କିନ୍ତୁ ସ୍ୱୟଂ ନିରନ୍ତର ରହେ। ଅତଏବ ସ୍ୱୟଂରେ କାମନା ହେବ କିପରି? ମନ ଏକ କରଣ ଏବଂ ସେଥିରେ ମଧ୍ୟ ସର୍ବଦା କାମନା ରହେ ନାହିଁ, ବରଂ ସେଥିରେ ଆସେ ମନୋଗତାନ। ତେଣୁ ମନରେ ମଧ୍ୟ କାମନା ହେବ କିପରି? ମାତ୍ର ଶରୀର, ଇନ୍ଦ୍ରିୟ, ମନ, ବୁଦ୍ଧି ସଙ୍ଗେ ତାଦାତ୍ମ୍ୟ କରିଥିବାରୁ ମନୁଷ୍ୟ ମନଗତ କାମନାକୁ ନିଜଠାରେ ଆରୋପ କରେ। ଜହାତି କ୍ରିୟାର ସହିତ ପ୍ର ଉପସର୍ଗ ଦେବାର ତାତ୍ପର୍ଯ୍ୟ ହେଲା, ସାଧକ ପୂର୍ଣ୍ଣ ରୂପେ ସମସ୍ତ କାମନା ତ୍ୟାଗ କରିଦିଏ। ତାଠାରେ ତିଳେ ମାତ୍ର କୌଣସି କାମନାର ଅଂଶ ମଧ୍ୟ ରହେ ନାହିଁ। ନିଜ ସ୍ୱରୂପକୁ କେବେ ତ୍ୟାଗ କରାଯାଏ ନାହିଁ କି ସମ୍ବନ୍ଧ ନଥିବା ବସ୍ତୁକୁ ମଧ୍ୟ ତ୍ୟାଗ କରାଯାଏ ନାହିଁ। ଯାହା ନିଜର ନୁହେଁ କିନ୍ତୁ ଭ୍ରମବଶତଃ ଯାହାକୁ ନିଜର ବୋଲି ମାନି ନିଆଯାଇଛି ତାହାକୁ ତ୍ୟାଗ କରାଯାଏ। ନିଜଠାରେ କାମନା ନାହିଁ କିନ୍ତୁ ନିଜଠାରେ ତାହାକୁ ମାନି ନିଆଯାଇଛି। ପ୍ରଜହାତି ପଦରେ ଏହି ମାନି ନିଆଯାଇଥିବା ଧାରଣାକୁ ହିଁ ତ୍ୟାଗ କରିବାକୁ କୁହାଯାଏ। ଏଠାରେ କମାନ୍ ଶବ୍ଦ ବହୁବଚନ ହୋଇଥିବାରୁ ସର୍ବାନ୍ ପଦ ତାହାର ଅନ୍ତର୍ଭୁତ। ତଥାପି ସର୍ବାନ୍ ପଦ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଲା କୌଣସି କାମନା ନ ରହୁ ଏବଂ କୌଣସି କାମନାର କିଛି ଅଂଶ ମଧ୍ୟ ଅବଶେଷ ନ ରହୁ। ଆତ୍ମନ୍ୟୁବାନାତୁଷ୍ଟଃ, ସେ ଯେଉଁ ସମୟରେ ସମସ୍ତ କାମନା ତ୍ୟାଗ କରିଦିଏ ଏବଂ ନିଜ ଦ୍ୱାରା ନିଜଠାରେ ସନ୍ତୁଷ୍ଟ ରହେ, ଅର୍ଥାତ୍ ନିଜଠାରେ ସହଜ ସ୍ୱାଭାବିକ ଭାବେ ସନ୍ତୋଷ ଲାଭ କରେ। ସନ୍ତୋଷ ଦୁଇ ପ୍ରକାର, ଗୋଟିଏ ହେଉଛି ସନ୍ତୋଷ ଗୁଣ ଏବଂ ଅନ୍ୟଟି ହେଉଛି ସ୍ୱରୂପଭୂତ ସନ୍ତୋଷ। ଅନ୍ତଃକରଣରେ କୌଣସି ପ୍ରକାର ଇଚ୍ଛା ନ ହେବା ସନ୍ତୋଷ ଗୁଣ ଏବଂ ସ୍ୱୟଂରେ ଅସନ୍ତୋଷର ଅତ୍ୟନ୍ତ ଭାବ ହେବା ସ୍ୱରୂପଭୂତ ସନ୍ତୋଷ। ଏହି ସ୍ୱରୂପଭୂତ ସନ୍ତୋଷ ସ୍ୱତଃ ସର୍ବଦା ଥାଏ, ସେଥିପାଇଁ କୌଣସି ଅଭ୍ୟାସ ବା ବିଚାର କରିବାକୁ ପଡ଼େ ନାହିଁ। ସ୍ୱରୂପଭୂତ ସନ୍ତୋଷ ବୁଦ୍ଧି ସ୍ୱତଃ ସ୍ଥିର ରହେ। ସ୍ଥିତ ପ୍ରଜ୍ଞସ୍ତୋଦ୍ୟୋଚେ, ସ୍ୱୟଂ ବହୁଶାଖା ଯୁକ୍ତ ଅନନ୍ତ କାମନାକୁ ନିଜଠାରେ ଆରୋପିତ କରୁଥିବା ବେଳେ ମଧ୍ୟ ବସ୍ତୁତଃ ନିଜଠାରେ କାମନା ନଥିଲା ଏବଂ ସେ ସ୍ଥିତପ୍ରଜ୍ଞ ଥିଲା। କିନ୍ତୁ ନିଜଠାରେ କାମନା ଗୁଡ଼ିକୁ ଆରୋପିତ କରିବା ଫଳରେ ବୁଦ୍ଧି ସ୍ଥିର ନଥିବାରୁ ସେତେବେଳେ ତାହାକୁ ସ୍ଥିତପ୍ରଜ୍ଞ କୁହାଯାଉନଥିଲା, ଅର୍ଥାତ୍ ତାହାକୁ ନିଜ ସ୍ଥିତପ୍ରଜ୍ଞତାର ଅନୁଭବ ହେଉନଥିଲା। ଏବେ ସେ ନିଜର ସମସ୍ତ କାମନା ତ୍ୟାଗ କରିବାରୁ ଅର୍ଥାତ୍ କାମନାର ସ୍ୱତନ୍ତ୍ର ସ୍ଥିତ ନ ମାନିବାରୁ ତାହାର ସ୍ଥିତପ୍ରଜ୍ଞ କୁହାଗଲା, ଅର୍ଥାତ୍ ତାକୁ ନିଜ ସ୍ଥିତପ୍ରଜ୍ଞାର ଅନୁଭବ ହେଲା। ସାଧକ ତ ବୁଦ୍ଧିକୁ ସ୍ଥିର କରେ, କିନ୍ତୁ କାମନା ସମ୍ପୂର୍ଣ୍ଣ ତ୍ୟାଗ ହୋଇଗଲା ପରେ ବୁଦ୍ଧିକୁ ସ୍ଥିର କରିବାକୁ ପଡ଼େ ନାହିଁ, ତାହା ସ୍ୱତଃ ଓ ସ୍ୱାଭାବିକ ଭାବେ ସ୍ଥିର ହୋଇଯାଏ। କର୍ମଯୋଗରେ ସାଧକର କର୍ମ ସହିତ ଅଧିକ ସମ୍ବନ୍ଧ ରହେ। ସେ ଯୋଗାରୂଢ଼ ହେବାରେ ମଧ୍ୟ କର୍ମ ହିଁ କାରଣ। ତେଣୁ ସାଧନାବସ୍ଥାରେ ଓ ସିଦ୍ଧାବସ୍ଥାରେ ମଧ୍ୟ କର୍ମ ସହିତ କର୍ମଯୋଗୀର ସମ୍ବନ୍ଧ ରହେ। ସିଦ୍ଧାବସ୍ଥାରେ କର୍ମଯୋଗୀ ଦ୍ୱାରା ମର୍ଯ୍ୟାଦା ଅନୁସାରେ କର୍ମ ହୁଏ, ଯାହାକି ଅନ୍ୟମାନଙ୍କ ପାଇଁ ଆଦର୍ଶ ସ୍ୱରୂପ। ଏହି କଥା ଭଗବାନ ଚତୁର୍ଥ ଅଧ୍ୟାୟରେ କହିଛନ୍ତି ଯେ କର୍ମଯୋଗୀ କର୍ମ କରି ମଧ୍ୟ ନିର୍ଲିପ୍ତ ରହେ ଏବଂ ନିର୍ଲିପ୍ତ ରହି ମଧ୍ୟ କର୍ମ କରେ। କର୍ମଣ୍ୟଂ କର୍ମଜ ପଶ୍ୟେଦ କର୍ମାଣି ଚ କର୍ମଜଃ। ଭଗବାନ ଶ୍ଲୋକରେ ଯୋଗ ପ୍ରାପ୍ତି ପାଇଁ ବୁଦ୍ଧିର ଦୁଇଟି ଅବସ୍ଥା ବିଷୟରେ କହିଛନ୍ତି। ସଂସାରରୁ ନିର୍ଭୂତ ହେବା ପାଇଁ ବୁଦ୍ଧି ନିଶ୍ଚଳ ହେବା ଆବଶ୍ୟକ ଏବଂ ପରମାତ୍ମାଙ୍କ ଠାରେ ଯୁକ୍ତ ହେବା ପାଇଁ ବୁଦ୍ଧି ଅଚଳ ହେବା ଆବଶ୍ୟକ। ଅର୍ଥାତ୍ ନିଶ୍ଚଳ କହି ସଂସାରର ତ୍ୟାଗ କଥା କହିଛନ୍ତି ଏବଂ ଅଚଳ କହି ପରମାତ୍ମାଙ୍କ ଠାରେ ସ୍ଥିତ କଥା କହିଛନ୍ତି। ଉକ୍ତ ଦୁଇଟି ବିଷୟରେ ଏଠାରେ ଯଦା ଓ ତଦା ପଦରେ କୁହାଯାଇଛି ଯେ ଯେତେବେଳେ ସାଧକ ସନ୍ତୁଷ୍ଟ ରୁହେ ସେତେବେଳେ ତାହାକୁ ସ୍ଥିତପ୍ରଜ୍ଞ କୁହାଯାଏ। ତାତ୍ପର୍ଯ୍ୟ ହେଲା କାମନାର ଅଂଶ ଥିବା ପର୍ଯ୍ୟନ୍ତ ସେ ସାଧକ ବୋଲାଏ ଏବଂ କାମନାର ସର୍ବଥା ଅଭାବ ହୋଇଗଲେ ସେ ସିଦ୍ଧ ବୋଲାଏ। ଉକ୍ତ ଦୁଇ କଥାକୁ ଭଗବାନ ଏହି ଅଧ୍ୟାୟରେ ଶେଷ ପର୍ଯ୍ୟନ୍ତ କହିଛନ୍ତି। ଯଥା ଏଠାରେ ପ୍ରଜହାତି ଯଦା କାମାନ୍ ସର୍ବାନ୍ ପଦମାନଙ୍କରେ ସଂସାରର ତ୍ୟାଗ କଥା ଓ ଆତ୍ମନ୍ୟବାମାନାତୁଷ୍ଟ ପଦମାନଙ୍କରେ ପରମାତ୍ମାଙ୍କ ଠାରେ ସ୍ଥିର ହେବା କହିଛନ୍ତି। ଶ୍ଲୋକର ପ୍ରଥମ ଭାଗରେ ସଂସାରର ତ୍ୟାଗ କଥା, ସ୍ଥିତ ଧର୍ମନିଂ ପଦରେ ପରମାତ୍ମାଙ୍କ ଠାରେ ସ୍ଥିତ କଥା କହିଛନ୍ତି। ସଂସାର ତ୍ୟାଗ କଥା ଏବଂ ପରେ
ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ପଦରେ ପରମାତ୍ମାଙ୍କ ଠାରେ ସ୍ଥିତ ହେବା କହିଛନ୍ତି। ସଂସାରର ତ୍ୟାଗ ଓ ପରଦୃଷ୍ଟା ପଦରେ ପରମାତ୍ମାଙ୍କ ଠାରେ ସ୍ଥିତ କଥା କହିଛନ୍ତି। ସଂସାରର ତ୍ୟାଗ ଏବଂ ଯୁକ୍ତ ଅସିତ ମତ୍ପରଃ ଆଦି ପଦମାନଙ୍କରେ ପରମାତ୍ମାଙ୍କ ଠାରେ ସ୍ଥିତ ହେବା କହିଛନ୍ତି। ପ୍ରଥମେ ସଂସାରର ତ୍ୟାଗ ଏବଂ ପରେ ବୁଦ୍ଧି ପର୍ଯ୍ୟବତିଷ୍ଠତେ ପଦରେ ପରମାତ୍ମାଙ୍କ ଠାରେ ସ୍ଥିତ କଥା କହିଛନ୍ତି। ପ୍ରଥମ ସଂସାରର ତ୍ୟାଗ ଓ ପରେ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ପଦରେ ପରମାତ୍ମାଙ୍କ ଠାରେ ସ୍ଥିତ କଥା କହିଛନ୍ତି। ଶ୍ଲୋକରେ ଯା ନିଶା ସର୍ବଭୂତାନୁ ତଥା ଯସ୍ୟ ଜାଗୃତି ଭୂତାନି ପଦମାନଙ୍କରେ ସଂସାରର ତ୍ୟାଗ କଥା କହିଛନ୍ତି ଏବଂ ତସ୍ୟ ଜାଗ୍ରତି ସଂଯମୀ ତଥା ସା ନିଶା ପୁଷ୍ୟତୋଃ ମୁନ୍ୟେ ପଦମାନଙ୍କରେ ପରମାତ୍ମାଙ୍କ ଠାରେ ସ୍ଥିତ କଥା କହିଛନ୍ତି। ପ୍ରଥମେ ସଂସାରର ତ୍ୟାଗ କଥା କହିଛନ୍ତି ଏବଂ ସ ଶାନ୍ତି ମଧିଗଚ୍ଛତି ପଦରେ ପରମାତ୍ମାଙ୍କ ଠାରେ ସ୍ଥିତ କଥା କହିଛନ୍ତି।